ଆଜ୍ଞା ନମସ୍କାର। ଛୋଟିଆ କଥାଟେ ନେଇକି ଆସିଛି ଆପଣଙ୍କ ପାଖକୁ ଉପସ୍ଥାପନ କରିବା ପାଇଁ। ଉପସ୍ଥାପନ କରିବା ପୂର୍ବରୁ ମୋ ନାଁଟି କହି ରଖୁଛି। ମୋ ନାଁ ହେଲା ପ୍ରଶାନ୍ତ ମହାପାତ୍ର, ଜଗତସିଂହପୁର। ଆମ ଚ୍ୟାନେଲ ନାଁ ହେଲା ପ୍ରଶାନ୍ତ ଷ୍ଟୁଡ଼ିଓ .a1। ମହାଭାରତ ସମୟର କଥା। ଭୀମର ପୁଅ ହେଲା ଘଟୋତ୍କଚ, ଘଟୋତ୍କଚର ପୁଅ ହେଲା ପର୍ବରୀ। ପର୍ବରୀକି ବର ପାଇଥିଲା ଯେ ତିନିଟା ତୀରରେ ମହାଭାରତ ଶେଷ କରିଦେବା ପାଇଁ। ତେଣୁ ପ୍ରଭୁ ଜନ୍ମ ନେଇଛନ୍ତି ମହାଭାରତ ଶେଷ କରିବା ପାଇଁ। ଆଜ୍ଞା ତ ପ୍ରଭୁ ମାୟା ଜାଲରେ ପର୍ବରୀର ଶିର ମାଗି ଦେଇଥିଲେ। ପର୍ବରୀ କିଛି ନ ଭାବି ଶିରଟାକୁ କାଟିକି ଭଗବାନଙ୍କ ପାଖରେ ଅର୍ପଣ କରିଦେଇଥିଲେ। ଅର୍ପଣ କରିବା ପୂର୍ବରୁ ପର୍ବରୀର ବହୁତ ଇଚ୍ଛା ଥିଲା ମହାଭାରତ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ। ତେଣୁ ମହାପ୍ରଭୁ ତାକୁ ବରଦାନ ଦେଇଥିଲେ, ଆଉ ତା ମୁଣ୍ଡକୁ ଜୀବଦାନ ଦେଇଥିଲେ। କଳିଯୁଗର ସିଏ ବି ରହିବା ପାଇଁ। କଳିଯୁଗରେ ସେ ହେଲା ପ୍ରତ୍ୟକ୍ଷ ଦେବତା। ପର୍ବରୀକୁ ନେଇକି ତା ଶିରଟାକୁ ନେଇ ଗୋଟେ ଉଞ୍ଚା ପାହାଡ଼ ଉପରେ ଥୋଇଦେଲେ, ଯେଉଁଠି ମହାଭାରତ ହେଉଥିଲା, ରାଜସ୍ଥାନ। ଯାହାକି ସେଠି ପର୍ବରୀ ସମ୍ପୂର୍ଣ୍ଣ ମହାଭାରତ ଦେଖିଥିଲା। ମହାଭାରତ ସରିଲା ପରେ ପାଣ୍ଡବମାନଙ୍କର କଥା ଚାଲିଲା ଯେ ଆକ୍ଚୁଆଲି ଯୋଦ୍ଧା କିଏ, ବୀର ଯୋଦ୍ଧା କିଏ ଯେ ମହାଭାରତ କଲା। ସମସ୍ତଙ୍କ କଥା କହିଲେ। ତ ଶ୍ରୀକୃଷ୍ଣ ମହାପ୍ରଭୁ କହିଲେ ଚାଲନ୍ତୁ ଯିବା, ଯିଏ ମହାଭାରତ ସବୁ ଟୋଟାଲ ଦେଖିଛି ଆମେ ତାକୁ ପଚାରିବା। ତ ସମସ୍ତେ ଆସିକି ପର୍ବରୀ ପାଖରେ ପହଞ୍ଚିଥିଲେ, ପାହାଡ଼ ପାଖରେ। ପର୍ବରୀ ଗୋଟିଏ ଛୋଟିଆ କଥା କହିଥିଲା, ମହାଭାରତରେ ମୁଁ କାହାକୁ ଦେଖିନି ଯୁଦ୍ଧ ସମୟର କଥା। ଯୁଦ୍ଧ ସମୟରେ ଗୋଟିଏ ଦେଖିଛି ସୁଦର୍ଶନ ଚକ୍ର ଆଉ ମହାପ୍ରଭୁ ଶ୍ରୀକୃଷ୍ଣ ମହାପ୍ରଭୁ, ଯାହାକି ସମସ୍ତଙ୍କୁ ମାନେ ସୁଦର୍ଶନ ଚକ୍ର ଦ୍ୱାରା ସବୁ ସଂହାର କରି ଚାଲିଥିଲେ। ସମ୍ପୂର୍ଣ୍ଣ ମହାଭାରତ ଶ୍ରୀକୃଷ୍ଣ ମହାପ୍ରଭୁ କରିଥାନ୍ତି। କଳି କରାଉଥାଏ ମୁହିଁ, ମୋ ବି ଅନ୍ୟ ଗତି ନାହିଁ। ସେ ହିଁ ହେଲା କଳିକର୍ତ୍ତା, ସେ ହିଁ ସଂହାର କର୍ତ୍ତା, ସେଇ ସବୁ କିଛି। ରହୁଛି ଆଜ୍ଞା ନମସ୍କାର। ଯଦି କଥାଟି ଭଲ ଲାଗେ ତେବେ ଗୋଟେ ଛୋଟିଆ ଲାଇକ୍ ମାରିବେ, ସବସ୍କ୍ରାଇବ୍ କରିବାକୁ ଭୁଲିବେନି ଆଜ୍ଞା। ଯଦି ଭୁଲ କହିଥାଏ ତେବେ କ୍ଷମା କରିବେ। ଜୟ ଜଗନ୍ନାଥ, ରାଧେ ରାଧେ।